ଦେଖନ୍ତୁ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା 25 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ଗୋଟେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା କେତେ କଠିନ ଏଟା ସମସ୍ତେ ଯିଏ ନ ଦେଖିଛି କିମ୍ବା ନ ଜାଣିଛି ସେ ୟାକୁ ଗ୍ରହଣ କରିପାରିବ ନାହିଁ। ଏବଂ ଏଥିରେ ଅଚ୍ୟୁତ ସାମନ୍ତଙ୍କର ଅବଦାନ ଖୁବ୍ ବହୁତ। ମୁଁ ତାଙ୍କୁ ବି ବିଶେଷ କରି 25 ବର୍ଷ ଧରି ଜାଣିଛି। କିନ୍ତୁ କିଛି ସାମ୍ବାଦିକ ଯଦି ଗୋଟେ ଅନୁଷ୍ଠାନକୁ ନଷ୍ଟ କରିବା ପାଇଁ ଚାହୁଁଛନ୍ତି, କିଛି ସମସ୍ତଙ୍କୁ କହିବେନି, ସାମ୍ବାଦିକତାରେ କାମଳତା ରହିଯାଇଛି। ସାମ୍ବାଦିକମାନେ ଭୁଲି ଯାଇଛନ୍ତି ଯେ କୋଉଗୁଡ଼ିକ ସମ୍ବାଦ ପରିବେଷଣ କରିବା ଉଚିତ, କୋଉଟା ସମାଜ ପାଇଁ ଗ୍ରହଣୀୟ। ଏବଂ ଗୋଟିଏ ବ୍ୟକ୍ତି ବିଶେଷକୁ ଆକ୍ଷେପ କରି ସାମ୍ବାଦିକତା କରିବା ଏଟା ସାମ୍ବାଦିକତା ପରିଚୟ ଦିଏ ନାହିଁ। କାହିଁକିନା ମୁଁ ବି ଅତୀତରେ 40 ବର୍ଷ ତଳେ କିଛି ଦିନ ସାମ୍ବାଦିକତା କରିଥିଲି। ସାମ୍ବାଦିକତାଙ୍କର କ'ଣ ଲକ୍ଷଣ ରେଖା ସେଟା ବି ମୁଁ ଜାଣିଛି। ଏଇ ଯେଉଁ ଘଟଣାଟା ଘଟିଲା, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ପ୍ରତ୍ୟେକ କଲେଜରେ କିଛି ନା କିଛି ଘଟଣା ଘଟେ ଏବଂ ସେ ପ୍ରତ୍ୟେକ ଘଟଣାର ସମାଧାନ ଥାଏ। ଏ ଯାହା ଘଟଣା ଘଟିଲା ଆମେ ସମସ୍ତେ ଦୁଃଖିତ। ସାମ୍ବାଦିକମାନେ କହୁଛନ୍ତି, କିଛି ସାମ୍ବାଦିକମାନେ ଓଡ଼ିଶାର ପରିଚୟ, ଭାରତର ପରିଚୟ ବିଦେଶରେ ନଷ୍ଟ ହୋଇଗଲା। ୟାଙ୍କ ଭିତରୁ କେତେଜଣ ବିଦେଶ ଯାଇଛନ୍ତି? ବିଦେଶରେ ଓଡ଼ିଶାର କ'ଣ ପରିଚୟ କି ଜାଣିଛନ୍ତି? ଆପଣଙ୍କର ମନେ ଥିବ ବିଜୁ ପଟ୍ଟନାୟକ ସମୟରେ ଗୋଟେ କଳିଙ୍ଗ ଆୱାର୍ଡ ହେଉଥିଲା। ସେଇ କଳିଙ୍ଗ ଶବ୍ଦରେ କଳିଙ୍ଗ ବିଶ୍ୱବିଦ୍ୟାଳୟ କିଟ୍ ୟୁନିଭର୍ସିଟି ବିଶ୍ୱରେ ବହୁତ ଜାଗାରେ ଜଣାପଡ଼େ। ମୁଁ ସ୍ୱିଡେନ୍ ଯାଇଛି, ଫ୍ରାନ୍ସ ଯାଇଛି, ବିଭିନ୍ନ କଣ୍ଟ୍ରି ଯାଇଛି କେତେବେଳେ। ଇଭିନ୍ ଭାରତର ବହୁତ ଷ୍ଟେଟ୍ର ପିଲାମାନେ ଏଠି ପଢ଼ୁଥିଲେ। ମୁଁ ଯେହେତୁ ଦିଲ୍ଲୀରେ କିଛି ଦିନ ରହେ ଏବଂ ସୁପ୍ରିମକୋର୍ଟରେ ବହୁତ ଓକିଲଙ୍କୁ ବି ଦେଖିଛି ଯେଉଁମାନେ କିଟ୍ରୁ ପାସ୍ କରିକି ବହୁତ ଭଲ କରୁଛନ୍ତି ସୁପ୍ରିମକୋର୍ଟରେ। ଏବଂ କିଟ୍ ବିଶ୍ୱବିଦ୍ୟାଳୟରୁ ପାସ୍ କରିଥିବା ବହୁତ ଷ୍ଟୁଡେଣ୍ଟ, ଇଞ୍ଜିନିୟର ହୁଅନ୍ତୁ, ମେଡିକାଲ ସାଇନ୍ସ ହଉ, ମ୍ୟାନେଜମେଣ୍ଟ ହଉ, ଯେଉଁ ପିଲାମାନେ ଯାହା ପାଠ ପଢ଼ୁଥିଲେ ସେ ସମସ୍ତେ ତାଙ୍କ ଜୀବନରେ ଉନ୍ନତି କରିଛନ୍ତି। ସେମାନେ ବେଳେବେଳେ ପ୍ରାଉଡ୍ ଫିଲ୍ କରନ୍ତି ଯେ ମୁଁ କିଟ୍ ୟୁନିଭର୍ସିଟିର ଆଲୁମିନି। କିଛି ଜଣ ମୋତେ କହିଥିଲେ ଯେ ଆଜ୍ଞା ଏଭଳିଆ ୟୁନିଭର୍ସିଟିରେ ଏଭଳିଆ ଗୋଟେ ଅବସ୍ଥା ହେବା ଆମକୁ ଗ୍ରହଣୀୟ ହେଉନାହିଁ। ଏବଂ ଏଥିପାଇଁ କିଛି ଅଂଶରେ ବିଶୃଙ୍ଖଳା ରହିଥିଲା। ବିଶୃଙ୍ଖଳାଟାକୁ ସଜାଡ଼ିବା ସମସ୍ତଙ୍କର ଦାୟିତ୍ୱ। ବିଶେଷ କରି ଶିକ୍ଷାନୁଷ୍ଠାନରେ ବିଶୃଙ୍ଖଳା ହେବା ଏଟା ସାଧାରଣ କଥା। ବହୁତ ୟୁନିଭର୍ସିଟିରେ ହେଉଛି ଏବଂ ସେ ୟୁନିଭର୍ସିଟିରେ ପୁଣି ଶୃଙ୍ଖଳା ଅଣାଯାଉଛି। ଛାତ୍ରମାନେ ହେଲେ ଯୁବ ଚପଳ, ତାଙ୍କ ଚପଳତା ମଧ୍ୟରେ କିଛି କିଛି ଭୁଲ କରିଥାନ୍ତି। ସେ ଚପଳତାକୁ, ଭୁଲକୁ ସଂଶୋଧନ କରିବା ବି ଅନୁଷ୍ଠାନରେ ଯେଉଁମାନେ ଅଧିକାରୀ ଅଛନ୍ତି ତାଙ୍କର କର୍ତ୍ତବ୍ୟ, ସମାଜରେ ବି ବଡ଼ କର୍ତ୍ତବ୍ୟ। ତାକୁ ନେଇକରି ଏଭଳି ଗୋଟେ ଅନୁଷ୍ଠାନକୁ ଅପବାଦ କରିବା ଏବଂ କୁତ୍ସାରଟନା କରିବା ଏହା ଗ୍ରହଣୀୟ ହୁଏ ନାହିଁ। ମୋର ଭରସା ଏବଂ ଆଶା ରାଜ୍ୟ ସରକାର ନିଶ୍ଚିତ ଭାବରେ ଏ ଦିଗକୁ ଧ୍ୟାନ ଦେବେ। ଯେ ଗୋଟେ ବିଶ୍ୱସ୍ତରୀୟ, ମୋତେ ଦେଖନ୍ତୁ ଆପଣଙ୍କର ପାଖାପାଖି 10ଟା ୟୁନିଭର୍ସିଟି ଇଞ୍ଜିନିୟରିଂ କୋର୍ସ କରୁଛନ୍ତି, କିନ୍ତୁ ୱାର୍ଲଡ ଷ୍ଟାଣ୍ଡାର୍ଡର କେହି ରେପୁଟେସନ୍ ଆଣିନାହାନ୍ତି। ମୁଁ କାହାକୁ ଆକ୍ଷେପ କରି କହୁନାହିଁ। ଏଠି ମୁଁ କହିବାର କାରଣ ହେଲା, ଯଦି ଓଡ଼ିଶାର ଯଦି ଆଜି ପଟିଆ ଅଞ୍ଚଳ କିମ୍ବା ଚନ୍ଦ୍ରଶେଖରପୁର ଅଞ୍ଚଳ, ମୋର ସେଠି ଖଣ୍ଡେ ଜାଗା ବି ଅଛି, ଯଦି ଲୋକ କିଏ ଜାଣିପାରନ୍ତି, ଚିହ୍ନିପାରନ୍ତି ଏ ଅଞ୍ଚଳଟା ଦ୍ୱିତୀୟ ଭୁବନେଶ୍ୱର ହିସାବରେ ଗଣାଯାଉଛି, ସେଥିରେ ଅବଦାନ ହେଉଛି କିଟ୍ ୟୁନିଭର୍ସିଟିର। କିଟ୍ ୟୁନିଭର୍ସିଟି ଯଦି ସେଠି ସ୍ଥାପିତ କରାଯାଇନଥାନ୍ତା, ମୁଁ ଭାବୁଛି ପଟିଆ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଯେଉଁଟା ଦ୍ୱିତୀୟ ଭୁବନେଶ୍ୱର ବୋଲି କୁହାଯାଉଛି ସେଟା ପରିଚୟ ଆଜି ମିଳିନଥାନ୍ତା। ସବୁବେଳେ ଜାଣିବେ ଜନବସତି ଏବଂ ଭଲ ଜନବସତି ଗଢ଼ି ଉଠେ କେଉଁଠି, ଯେଉଁଠି ଭଲ ଶିକ୍ଷାନୁଷ୍ଠାନ ଥାଏ, ଭଲ ଚିକିତ୍ସା ବ୍ୟବସ୍ଥା ଥାଏ ଏବଂ ଭଲ ରହିବାର ପ୍ରୟୋଜନ ବିଭିନ୍ନ ପ୍ରକାର ବ୍ୟବସ୍ଥା ଥାଏ। ତେଣୁ ଏଇ ତିନିଟା କିଟ୍ର ଉପସ୍ଥିତି ଯୋଗୁଁ ଭୁବନେଶ୍ୱରବାସୀଙ୍କୁ ମିଳିପାରିଛି। କିଟ୍ର ଉପସ୍ଥିତି ହିଁ ଭୁବନେଶ୍ୱରବାସୀଙ୍କୁ ଗର୍ବିତ କରେ। ମୁଁ ବି କିଟ୍ର ଅନୁଷ୍ଠାନର ବହୁତ ବିଭିନ୍ନ ପ୍ରକାର ତାଙ୍କର ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିକିରି ମୁଁ ଫିଲ୍ କରେ
जे इंटरनेशनल स्टैंडर्ड जजेस इंटरनेशनल कोर्ट ऑफ जस्टिस जजेस भारतर एमती कौन सुप्रीम कोर्ट जज नहांती किंवा पार्लियामेंट कौन स्पीकर किंवा बड़ बड़ अधिकारी नहांती माने बड़ बड़ मंत्री ना जो मैंने किट विश्वविद्यालय आसिक तार खूब प्रशंसा कर मोर मन पड़े ओडिशार पूर्वतन गवर्नर गणेशी लाल उक्ति से किपरि अच्युत सामंत को बालकृष्ण बोली माने आलोचना करुले तेणु यही सब जिनस देखने जना पड़े जे गोटे व्यक्ति विशेष को आक्षेप करी कहार कौन असुविधा थिला अतीत ताकू नहीं कुत्सारटना करवा ग्रहणीय नुहे समाज प्रति ग्रहण नुहे कि अनुष्ठान प्रति ग्रहण नुहे आम समस्ते समाजर अंश आम समस्त आज भल अच्छी काली खराब अच्छी तेणुक जनकर खराब समय गोटे आसी जाइए किसी घटना जो तार कौन दायित्व नाला किसी घटना जो जेहेतु अनुष्ठान को से गढ़ी आक्षेप कर सब बेले कुत्सारटना करवा जहाँफल कि अनुष्ठान बदनाम हम राज्य बदनाम हम तेणु मोर अनुरोध जे राज्यवासी ये अनुष्ठान किपर आहरी उत्तरोत्तर उन्नति हो तार कामना करंतु एवं मोर आशा और विश्वास राज्य सरकार निश्चित भाव में समयोपचित पदक्षेप नेबे एवं अनुष्ठान किपर आहरी उत्तरोत्तर उन्नति करंतु निश्चय राज्य सरकार साहाय्य करेंगे।